ସାଙ୍ଗମାନେ ଜୟ ଶ୍ରୀ ଜଗନ୍ନାଥ। ସାଙ୍ଗମାନେ ଆଜି ଗୋଟେ ବହୁତ ବଢ଼ିଆ କାଙ୍କଡ଼ ରେସିପି ଆଣିଛି, ଯେଉଁଟାକି ଟିକେ ଚଟପଟା ଆଉ ବହୁତ ଖାଇବାକୁ ମଜାଦାର। ତ ସାଙ୍ଗମାନେ ଚାଲନ୍ତୁ ରେସିପିଟା ଷ୍ଟାର୍ଟ କରିବା। ସାଙ୍ଗମାନେ ମୁଁ କିଛି କାଙ୍କଡ଼ ନେଇଥିଲି, ଯେଉଁ କାଙ୍କଡ଼ରେ ଟିକେ ଦାଗ ଦାଗ ଲାଗିଥିଲା, ତ ସେଥିପାଇଁ ତା'ର ଏ ଉପର ଚୋପା ଗୁଡ଼ାକ ଟିକେ ଏମିତି ଛୁରୀ ସାହାଯ୍ୟରେ ଚାଞ୍ଚି ନେଉଛି। ଚାଞ୍ଚି ଦେବା ଦ୍ୱାରା ସେ ଯେଉଁ ଦାଗ ମଇଳା ଦାଗ ଗୁଡ଼ା ଲାଗିଥିଲା ସବୁ ବାହାରିଯିବ। ତ ସାଙ୍ଗମାନେ ଏମିତି ଆମେ ସବୁ କାଙ୍କଡ଼ ଗୁଡ଼ାକ ଚାଞ୍ଚି ନେବା। ଦେଖନ୍ତୁ କେତେ ସଫା ହେଇଗଲା, ଦେଖିଲେ ତ ସାଙ୍ଗମାନେ। ତ ଏବେ ଆମେ କ'ଣ କରିବା, ଏ କାଙ୍କଡ଼କୁ ବେଶୀ ମୋଟା କରିବାନି ନା ବେଶୀ ପତଳା କରିବାନି, କାଟି ନେବା। ତ ଚାଲନ୍ତୁ ଏମିତି କାଟି ନେବା। ସାଙ୍ଗମାନେ ଗୋଟେ ଛୋଟ ଅନୁରୋଧ, ଯଦି ଚ୍ୟାନେଲରେ ଆପଣମାନେ ନୂଆ, ପ୍ରଥମେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, ଆଉ ପାଖରେ ଯେଉଁ ବେଲ୍ ଆଇକନ୍ଟା ଅଛି ତାକୁ ପ୍ରେସ୍ କରିକି ଅଲ୍ ସିଲେକ୍ଟ କରିନିଅନ୍ତୁ, ଯାହାଫଳରେ ଆପଣମାନଙ୍କୁ ନୋଟିଫିକେସନ୍ ଯିବ ଆଉ ଆପଣମାନେ ଦେଖିପାରିବେ। ତ ସାଙ୍ଗମାନେ ଦେଖନ୍ତୁ ଏମିତି କାଙ୍କଡ଼ ଆଉ ଆଳୁକୁ କାଟି ନେଇଛି। ଆପଣମାନେ କ୍ୱାଣ୍ଟିଟି କମ୍ ବେଶୀ କରିପାରିବେ। ତ ସାଙ୍ଗମାନେ ଆଳୁ କାଙ୍କଡ଼ କାଟି ସାରିବା ପରେ ଚାଲନ୍ତୁ ନେକ୍ସଟ ପ୍ରୋସେସ୍ କରିବା। ନେକ୍ସଟ ପ୍ରୋସେସ୍, ମୁଁ ଗୋଟେ କଡ଼େଇ ନେଇଛି, ତା ଦେହରେ କିଛି ସୋରିଷ ତେଲ। ସୋରିଷ ତେଲରେ ଏ ରେସିପିଟା ବହୁତ ବଢ଼ିଆ ଲାଗେ ଖାଇବା ପାଇଁକି। ତ ପ୍ରଥମେ ଆମେ କ'ଣ କରିବା, ପ୍ରଥମେ ଆମେ କାଙ୍କଡ଼ ଆଳୁକୁ ଟିକେ ସୋରିଷ ତେଲରେ ହାଲକାରେ ଭାଜିବା, ଯାହାଫଳରେ ଏ ପୁରା ସୁଆଦିଆ ଲାଗିବ। ତ ସାଙ୍ଗମାନେ ଯେତେବେଳେ ଆପଣ କୌଣସି ବି ପରିବା ତେଲରେ ଭାଜୁଛନ୍ତି, ଲୁଣ ହଳଦୀର ବ୍ୟବହାର ବିଲକୁଲ କରିବେନି। ସାଙ୍ଗମାନେ ଲୁଣ ଦେଲେ ପରିବାରୁ ପାଣି ବାହାରିବା ସାଙ୍ଗେ ସାଙ୍ଗେ ପରିବା ଜଲ୍ଦି ନରମ ହେଇଯିବ, ଆଉ ହଳଦୀ ଦେଲେ ତେଲ ଟାଣି ନେବ। ତ ବିନା ଲୁଣ ହଳଦୀରେ ଆମେ ଏଇଠି କାଙ୍କଡ଼ ଆଳୁକୁ ପ୍ରଥମେ ଭାଜି ନେବା, ଟିକେ ନାଲି ନାଲି କରି ଭାଜି ନେବା। ତ ଏବେ ଚାଲନ୍ତୁ ଘୋଡ଼େଇ ଦେବା। କାଙ୍କଡ଼ ଆଳୁ ପକାଇ ଏଇଠି ଘୋଡ଼େଇ ଦେଇଛି। କାଙ୍କଡ଼ ଆଳୁ ଭାଜିବା ଭିତରେ ଗୋଟେ ମସଲା ବନେଇବା। ମସଲା ପାଇଁ ମୁଁ ଏଠି ନେଇଛି ଗୋଟେ ଚାମଚ ଟିକେ ଅଧିକ ସୋରିଷ, କଳା ସୋରିଷ, ଗୋଟେ ଶୁଖିଲା ଲଙ୍କା, ଆଉ କିଛି କଞ୍ଚା ବାଦାମ, କିଛି ରସୁଣ, ଆଉ ଅଧ ଚାମଚ ଜିରା। ଆକୁ ଭଲ ଭାବରେ ଚିକଣିକିରି ବାଟି ନେଇଛି। ତା ଭିତରେ ଚାଲନ୍ତୁ ଦେଖିବା କାଙ୍କଡ଼ ଆଳୁ। ଦେଖନ୍ତୁ କେତେ ବଢ଼ିଆ ସେ ଭାଜି ହେଇଗଲାଣି। ତ ଏବେ କ'ଣ କରିବା, ତେଲରୁ ସବୁଯାକ କାଙ୍କଡ଼ ଆଳୁ କାଢ଼ି ନେବା। ତ ଏଇଠି ଦେଖନ୍ତୁ ତେଲ ଯେତିକି ଆମେ ବ୍ୟବହାର କରିଥିଲେ ସେତିକି ତେଲ ହିଁ ଅଛି। ତ ଏବେ କ'ଣ କରିବା, ଏଇ ତେଲ ଦେହରେ ଆମେ ସାଙ୍ଗମାନେ ଏଇଠି ମୁଁ ଗୋଟେ ଚାମଚ ଚିନି ଦେଇଛି। ତାପରେ ଚିନି ଟିକେ ନାଲି ନାଲି ହେଇ ଫେଣ ଫେଣ ହେଇ ଉପରକୁ ଆସିଲା ପରେ ଏଇଠି ମୁଁ ଦୁଇଟା ଛୋଟ ଛୋଟ ପିଆଜ ଏଇଠି କାଟିକି ଦେଇଛି। ପିଆଜ ଟିକେ ଭାଜି ହେବା ଭିତରେ ତ ଆମେ ଏଇଠି କ'ଣ କରିବା, ଭଲସେ ପିଆଜକୁ ନାଲି କରି ଭାଜିବେ ସାଙ୍ଗମାନେ। ଯେତେ ନାଲି କରି ଭାଜିବେ ତରକାରୀର ସ୍ୱାଦ ସେତେ ବଢ଼ିବ। ତ ଏଇଠି ପିଆଜ ଭଲ ଭାବେ ଭାଜି ହେଇଗଲାଣି। ତ ଏଇଠି ଆମେ କିଛି କଟା ରସୁଣ ଦେବା। ରସୁଣକୁ ପୁରା ଛୋଟ ଛୋଟ କରି କାଟି ନେଇଛି। ତାପରେ ରସୁଣ ଏଇଠି ଦେଲା ପରେ ଆମେ ଏଇ ଯେଉଁ ବାଟଣଟା ବାଟିଥିଲେ, ସୋରିଷ ବାଟଣଟା ଏଇଠି ଆମେ ଦେଇଦେବା। ସେ ପେଷ୍ଟଟା ଏଇଠି ଦେଇ ସାରିକି ଆମେ ଭଲ ଭାବରେ ତେଲରେ ଟିକେ ଗୋଳେଇ ନେବା। ସାଙ୍ଗମାନେ ଏଇ ଯେଉଁ କଟା ରସୁଣଟା ଦେଇଛି, ସେ ରସୁଣର ଫ୍ଲେଭରଟା ଆସିଯିବ ତରକାରୀରେ, ଆଉ ବହୁତ ହି ବଢ଼ିଆ ଲାଗିବ ଖାଇବା ପାଇଁକି। ତ କଟା ରସୁଣ ଦେବା ପାଇଁ ଜମାରୁ ଭୁଲିବେନି। ତାପରେ କ'ଣ କରିବା, ତାପରେ ଏଇ ଯେଉଁ ମସଲାଟାକୁ ଆମେ ତେଲରେ ଭଲ ଭାବରେ ଟିକେ ଗୋଳେଇ ନେବା। ତାପରେ କିଛି ପାଣି ଦେଇଦେବା, ସାଙ୍ଗେ ସାଙ୍ଗେ ପାଣି ଦେବେ। ପାଣି ଦେବାକୁ ଜମାରୁ ଡେରି କରିବେନି, କାହିଁକି ନା ସୋରିଷଟା ପିତା ଲାଗିବା ଆରମ୍ଭ ହେଇଯିବ। ତ ଏଇଠି ଦେଖନ୍ତୁ ପାଣି ଯେଉଁ ବ୍ୟବହାର କରିଛି, ଉଷୁମ ପାଣିର ବ୍ୟବହାର କରିଛି। ମୁଁ ସବୁବେଳେ ଆପଣମାନଙ୍କୁ କହି ଆସିଛି, ଯେବେ ବି ତରକାରୀରେ ପାଣିର ବ୍ୟବହାର କରୁଛନ୍ତି ଗରମ ପାଣିର ବ୍ୟବହାର କରିବେ। ତ ମୁଁ ଏଇଠି ଯେହେତୁ ସୋରିଷର ପେଷ୍ଟ ଦେଇଛି, ତ ଗରମ ପାଣି, ବେଶୀ ଗରମ ପାଣି କରିନି, ପାଣି ଟିକେ ଉଷୁମ କରିକି ଦେଇଛି। ତାପରେ ସାଙ୍ଗମାନେ ଏଇଠି ହଳଦୀ ଗୁଣ୍ଡ ଅଧ ଚାମଚ, କାଶ୍ମୀରୀ ଚିଲି ଅଧ ଚାମଚ, ଆଉ ସ୍ୱାଦ ହିସାବରେ ଲୁଣ ଦେଇଛି। ଯେତିକି ଆପଣ ଝୋଳ ରଖିବେ ଆଉ ଯେତିକି ପରିବାର ବ୍ୟବହାର କରୁଛନ୍ତି, ସେ ପରିବା ଆଉ ଝୋଳ ହିସାବରେ ଆପଣ ଏଇଠି ସ୍ୱାଦ ହିସାବରେ ଲୁଣ ଦେଇଦେବେ। ତାପରେ ଏଇସବୁ ଜିନିଷକୁ ଟିକେ ଫୁଟିବା ପାଇଁ ଛାଡ଼ିଛି। ସୋରିଷ ବାଟଣଟା ଯେତେ ଫୁଟିବ, ଯେତେ ସିଝିବ, ତା'ର ସ୍ୱାଦ ସେତେ ବଢ଼ିବ। ତାପରେ ଏଠି ଅଧ ଚାମଚ ମିଟ୍ ମସଲା ଦେଇଛି। ମିଟ୍ ମସଲା ଦେଇ ସାରିକି ଭଲ ଭାବେ ଗୋଳେଇ ନେବା। ତାପରେ ଏଠି ଘୋଡ଼େଇ ଦେବା। ଘୋଡ଼େଇକିରି 3ରୁ 4 ମିନିଟ୍ ଏଠି ସିଝିବା ପାଇଁ ଛାଡ଼ିଥିଲି। ପୁରା ଏକଦମ ବାସ୍ନା ଚେଞ୍ଜ ହେଇଗଲାଣି।
सांग मैंने सोरिष बाटण भल भाव सीझीगला तापर ये मुझे दुईटा टमाटर देती दुईटा टमाटर जो देखी से टमाटर दुईटा ये काटिकी देती आ चटपटा बनवाई मुझे दही देती दहीर व्यवहार करची सांग मैंने दही सब जिनस को मैनेज कर टे तरकारी चटपटा बनइब आ खाइबापी कि सोरिष बाटण जदि टे चटपटा बने खाइबापी कि बहुत मजा लगे तापर किसी समय घोड़े देती 2 मिनिट घोड़े देती देखंतु पूरा बढ़िया आहुरी बढ़िया बास्ना आसीगला तापर ये आम जो कांकण आलू भाजिकी रखी ताकू देदेबा ताकू एठी भल भाव गोलेदेवा मसला रे आउ आमे लुण हलदी तो पकई नथिले मसला रे आमे लुण हलदी देइथिले तो एठी मसला रे प्रथमे कांकण आलू को किछि समय सिझेबा तो मसला रे सिझला परे लुण हलदी आसीजिवो कांकण आलू देह को आउ मसलार फ्लेवर भी आसीजिवो आउ एते बढ़िया लगिवो सांग माने आपण माछ मांस खाइबा भूली जिवे तो एठी देखंतु केते बढ़िया से एकदम पूरा स्वादिया बास्ना आसीगलानी तो एठी लुण हलदी रो बास्ना कांकण आलू भीतर को मसलार बास्ना भी आसीगलानी आउ पानी पूरा सरीगलानी तो एठी जेतिके आपण ग्रेवी रखिबे सेही हिसाब रे आपण पानी देबे जेतिकी झोल रखिए तो मु देखंतु बेसी पानी व्यवहार मुझे करना जेतिकी झोल रखी सेतिकी ही पानी देची तो ये देखंतु कांकण आलू को पानी दे के भल भाव गोले नबा तापर गोले सारिकी सांग मैंने ये कौन करवा किसी समय फुटियापे घोड़े की छाड़दबा तो मुझे 3 मिनिट फुटिया को घोड़े की छाड़ी देती तो ये देखंतु केते बढ़िया से पूरा भल भाव सीझी जाइए आ कांकण आलूर बास्ना पूरा बहु घर सारा महकुची तो एबे आमे ये कौन करवा सांग मैंने एबे जो प्रोसेसटा करवा तो तरकारी आहुरी स्वादिया बनईदेव तो एबे आमे ये दबा किछि कस्तूरी मेथी गैस को बंद करदेवे ये सब जिनस आड करेंगे किछि कस्तूरी मेथी दबा तापर ये दबा अल्प टिके दालचीनी गुंड ये सब को देकी टिके गोले देबे आउ 10 मिनिट आपको घोड़े करी छाड़देवे तापर आपण एटा को खाई परिबे तो ये 10 मिनिट आम घोड़े की छाड़ देलु तापर जो आम थाली माने कभर काढ़िलु एते बढ़िया बास्ना संगे संगे आर एते सुआदिया भी एटा देखा जाउथिला खाइला बेलू तो आ कौन कहबी सांग माने माछ मांस को भी काटिदेव एते बढ़िया लगुला तो सांग माने गोटे थर निश्चिंत ट्राए करंतु आ कमेंट बॉक्स रे लिखिया को जमार भूलिबेनी आपण कोठे देखुचंदी आ आपणकर ए केबे बनाउचंदी आ ए तरकारीटा आपण तरकारी रेसिपीटा आपण मन को केमते लागिला तो सांग माने आजिर ए रेसिपी एतिकी पुणी देखाबो नुआ एक रेसिपी सहित तो आज पे एतिकी जय जगन्नाथ।